ଆଜି ବନ୍ଧୁଗଣ ଆମେ ପ୍ରକୃତରେ ସମ୍ମାନ ଅର୍ଜନ କରୁଥିବା ବିଷୟରେ ଜାଣିବା। କ'ଣ ତାହା ମୋତେ କେହି ତୁମ ମଧ୍ୟରୁ କହିପାରିବ କି? ଏହା ଜଙ୍ଗଲରେ ସବୁଠାରୁ ଶକ୍ତିଶାଳୀ କି? ନା, ଦ୍ରୁତତମ ରନର। ବୋଧହୁଏ ଏହାଠାରେ ମଧ୍ୟ ସର୍ବୋତ୍ତମ ପଶୁ ଅଛି ମୋ ପରି। ତୁମ ମଧ୍ୟରୁ କେହି ଠିକ୍ ନୁହନ୍ତି। ଆସ ଶୁଣିବା ଶିକ୍ଷକ ମାଙ୍କଡ଼ଙ୍କ ଠାରୁ। ଭଲ ଅନୁମାନ। ସମସ୍ତେ କିନ୍ତୁ ଉତ୍ତର କିଛି ଅଲଗା ଦେଇଛ। ପ୍ରକୃତରେ କିନ୍ତୁ ସମ୍ମାନ, ଜ୍ଞାନ ଏବଂ ସଚ୍ଚୋଟତାରୁ ଆସିଥାଏ। ବର୍ତ୍ତମାନ ଆମେ କିଏ ଭଲ ଭାବରେ ଶିଖିଛି ଦେଖିବା ପାଇଁ ଆମର ଏକ କୁଇଜ୍ ରହିବ। ପ୍ରଥମ ପ୍ରଶ୍ନ, ସଚ୍ଚୋଟତା କ'ଣ? ଯେତେବେଳେ ତୁମେ କହିବ ଯାହା ମନକୁ ଆସେ, ଯାହା ହେଉନା କାହିଁକି। ନା ବିଲେଇ, ସଚ୍ଚୋଟତାର ଅର୍ଥ ସମସ୍ୟାରେ ଥିଲେ ମଧ୍ୟ ସତ କହିବା। ତାହା ଠିକ୍ ଠେକୁଆ। ସଚ୍ଚୋଟତାର ଅର୍ଥ ହେଉଛି ସତ୍ୟ କହିବା ଏବଂ ପ୍ରକୃତ ହେବା। ଦ୍ୱିତୀୟ ପ୍ରଶ୍ନଟି ହେଉଛି, ଆମ ଜଙ୍ଗଲରେ ପ୍ରଥମ ଆମ୍ବ ଗଛ କିଏ ଲଗାଇଲା? ଏହା ଜ୍ଞାନୀ ପୁରୁଣା ପାରା, ଯିଏ ଖାଦ୍ୟ ବାଣ୍ଟିବାର ମହତ୍ତ୍ୱ ଜାଣିଥିଲା। ଉତ୍କୃଷ୍ଟ କପୋତ, ତୁମେ ଆମର କାହାଣୀ ପ୍ରତି ଧ୍ୟାନ ଦେଇଛ। ଜ୍ଞାନ ଆମକୁ ବୁଝିବା ଏବଂ ପ୍ରଶଂସା କରିବାରେ ସାହାଯ୍ୟ କରେ। ମୁଁ ସବୁବେଳେ ଭାବୁଥିଲି ସମ୍ମାନ ସବୁଠାରୁ ଶକ୍ତିଶାଳୀ, କିନ୍ତୁ ବର୍ତ୍ତମାନ ମୁଁ ଦେଖୁଛି ଏହା କୌଣସି ଜିନିଷକୁ ଭଲ ଭାବେ ଜାଣିବା ଏବଂ ସତ୍ୟବାଦୀ ହେବା ବିଷୟରେ। ଠିକ୍ ରାତ। ଆମେ ଯେତେ ଶିଖିବା ଏବଂ ସଚ୍ଚୋଟ ରହିବା, ଅନ୍ୟମାନଙ୍କ ଠାରୁ ଆମେ ଅଧିକ ସମ୍ମାନ ଲାଭ କରିପାରିବା। ଅନୁମାନ କର, ମୋର ପରି ପଶୁ ଆଉ କେବେ ପାଇବ ନାହିଁ। ଏହା ତୁମର ଜ୍ଞାନ ଏବଂ ତୁମର କାର୍ଯ୍ୟକଳାପ ଯାହା ଗଣନା କରେ ବିଲେଇ। ମନେ ରଖ, ସମସ୍ତେ ସମ୍ମାନ, ଜ୍ଞାନ ଏବଂ ସଚ୍ଚୋଟତାରୁ ଆସିଥାଏ, କେବଳ ଲୋକ ଦେଖାଣିଆ କିମ୍ବା ଶକ୍ତିରୁ ନୁହେଁ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ, ତେବେ କମେଣ୍ଟ, ଲାଇକ୍ ଓ ସେୟାର କରିବା ସହିତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ହେବେ, ଯଦ୍ୱାରା ଏପରି ଅନେକ ଶିକ୍ଷଣୀୟ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ଅତି ଶୀଘ୍ର ମିଳିପାରିବ। ଧନ୍ୟବାଦ।